ଆଜିର ଭିଡ଼ିଓରେ ମୁଇଁ ରୋହିତ ସମସ୍ତଙ୍କୁ ସ୍ୱାଗତ ଜଣାଉଛେ। ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ପାଖେ ଥିବା ଆର୍ କଲୋନୀ ପଣ୍ଡଲେନେ ଶ୍ରୀ ଗୌରୀଶଙ୍କର ମନ୍ଦିରର ପ୍ରତିଷ୍ଠା ଉତ୍ସବ 3 ମଇ 2024ରୁ ଆରମ୍ଭ ହୋଇ 6 ମଇ 2024ରେ ଶେଷ ହୋଇଥିଲା। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦାନ ଦେବା ଲାଗି ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଜିଲ୍ଲା ଭିତରୁ ଏବଂ ଜିଲ୍ଲା ବାହାରୁ ଇନେକେ ଆସିଥିଲେ। ମନ୍ଦିର ପ୍ରଶାସନ ତରଫରୁ ଭକ୍ତମାନଙ୍କ ଲାଗି ଶୃଙ୍ଖଳିତ ପୂଜାର ବ୍ୟବସ୍ଥା, ପ୍ରସାଦର ବ୍ୟବସ୍ଥା ଆଉ ପାନୀୟ ଜଳର ବ୍ୟବସ୍ଥା ବି କରାଯାଇଥିଲା। ଏତେ ଖରାରେ ଭକ୍ତମାନେ ଶ୍ରୀ ଗୌରୀଶଙ୍କର ମହାଦେବଙ୍କ ଦର୍ଶନ କରବା ଲାଗି ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦାନ କରିଥିଲେ। ବହୁତ କମ୍ ଜାଗା ମାନ୍କେ ଇ ପ୍ରକାର ହଜାର ହଜାର ଭକ୍ତମାନଙ୍କର ଖରାଦିନେ ଜନସମାଗମ ଦେଖବା ଲାଗି ମିଲସି। ମନ୍ଦିରର ପରିସର ଭିତରକେ ଢୁକଲା ପରେ ଭୋଜନୀ ଆଡ଼େ ଯଜ୍ଞ ମଣ୍ଡପ ତିଆରି କରାଯାଇଥିଲା। ଶାସ୍ତ୍ରୀୟ ରୀତିନୀତି ଆଉ ବିଧିବିଧାନ ଅନୁସାରେ ବହୁଟେ ପଣ୍ଡିତ ମାନେ ଏହି ଯଜ୍ଞ ମଣ୍ଡପ ଭିତରେ ବସିକିନା ପୂଜା ଅର୍ଚ୍ଚନା କରୁଥିଲେ। ଏହି ଯଜ୍ଞ ମଣ୍ଡପର ଚାରିଆଡ଼େ ଲୋକମାନେ ଛାଇ ହୋଇଯାଇଥିଲେ। କାଞ୍ଜେ ଲାଗି ଯେ ଏହି ଯଜ୍ଞ ମଣ୍ଡପର ଚାରିଆଡ଼େ ଭକ୍ତମାନେ ପରିକ୍ରମା କରୁଥିଲେ। ପଣ୍ଡିତମାନେ ମନ୍ତ୍ରର ଉଚ୍ଚାରଣ କରୁଥିଲେ ଆଉ ଭକ୍ତମାନେ ଗୀତ ବାଦ୍ୟ ବଜେଇକିନା ଏହି ଯଜ୍ଞ ମଣ୍ଡପର ଚାରିଆଡ଼େ ପରିକ୍ରମା କରୁଥିଲେ। ମୁଇଁ ବି ଟିକେ ସମୟ ଏହି ଆଧ୍ୟାତ୍ମିକ ପରିବେଶକେ ଦେଖବା ଲାଗି ଅଟକି ଗଲି। ସବୁଦିନ ଅଲଗା ଅଲଗା ସଂକୀର୍ତ୍ତନ ମଣ୍ଡଳୀ ମାନେ ଏହି ଗୌରୀଶଙ୍କର ମନ୍ଦିର ପରିସରରେ ନିଜର ଭଜନ ପରିବେଷଣ କରିକିନା ପରିବେଶକେ ଭକ୍ତିମୟ କରି ଦେଉଥିଲେ। এই মন্দির প্রশাসনর কর্মকর্তা মানে মন্দিরর ঘণ্টিকে লগালে। তারপরে গর্ভগৃহনে শিবলিঙ্গ স্থাপন করাগলা। তার সাঙ্গে সাঙ্গে 500 দেবাদেবীকে भी স্থাপন করাগলা। शिवलिंग के पद्म फूल सजा होइथिला जेंटा कि बहुत सुंदर जना पड़ुथिला।
এই মন্দির পাখর পড়িয়ানে मीना बजार भी बसीथिला जेने कि भेराइटी दुकान बसीथिला तार संगे फूड स्टॉल माने भी बसीथिला। ई मीना बजार रे जाइंट व्हील आउ ब्रेक डांस लेखे राइड माने भी आसीथिला। भक्त माने श्री गौरीशंकर महादेव को दर्शन करी सारला परे ई मीना बजार आड़े घिनबार लगी आउ खाइबार लगी आसुथिले। दिन मान तो मीना बजार टिके कम भीड़ जमी थिला किंतु राति रे जेते बेले उमाकांत बारिक रो ऑर्केस्ट्रा प्रोग्राम होउथला सेते बेले मीना बजार रे बहुत भीड़ जमी थिला। वीडियोटा आपनकु केंतल लागला लाइक आउ कमेंट करिकिना जणाबे। रहउछे धन्यवाद।